ନମ୍ବର 1 ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର 4ଥ କିସ୍ତି। ସୁଭଦ୍ରା ଟଙ୍କା ମାର୍ଚ୍ଚ 8ରେ ମିଳିବ। ଆନ୍ତର୍ଜାତିକ ମହିଳା ଦିବସରେ ମହିଳା ପାଇବେ 5,000 ଟଙ୍କା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ଯେ 1 କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଯିବ ମୋଟ 5,000 କୋଟି ଟଙ୍କା। ଏହା ପୂର୍ବରୁ ସୁଭଦ୍ରା ଯୋଜନାରେ ହିତାଧିକାରୀମାନେ 3ଟି କିସ୍ତିରେ ମୋଟ 15,000 ଟଙ୍କା ସହାୟତା ରାଶି ପାଇଛନ୍ତି। ସୁଭଦ୍ରା ଯୋଜନାରେ ପ୍ରତିବର୍ଷ ହିତାଧିକାରୀଙ୍କୁ 2ଟି ପର୍ଯ୍ୟାୟରେ 5,000 ଟଙ୍କା ଲେଖାଏଁ ମୋଟ 10,000 ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି। ନମ୍ବର 2 ଆଜିଠାରୁ ଆରମ୍ଭ ହେଉଛି CBSE ଦଶମ ଓ ଦ୍ୱାଦଶ ପରୀକ୍ଷା। ପ୍ରଥମ ବୋର୍ଡ଼ ପରୀକ୍ଷା ଦେଇଥିଲେ ଦ୍ୱିତୀୟ ପାଇଁ ମିଳିବ ଅନୁମତି। ଏନେଇ ସ୍ପଷ୍ଟୀକରଣ ରଖିଛି CBSE। ସକାଳ 10:30ଟାରୁ 1:30ଟା ଯାଏଁ ପରୀକ୍ଷା ରହିଛି। ଦେଶରେ ମୋଟ 44 ଲକ୍ଷରୁ ଅଧିକ ଶିକ୍ଷାର୍ଥୀ ପରୀକ୍ଷା ଦେବେ। ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ 10 ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ 9 ଯାଏଁ ଚାଲିବ। ନମ୍ବର 3 ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ଏବଂ ତାଙ୍କ ପତ୍ନୀ ବ୍ରିଜିଟ୍ ମାକ୍ରୋନ୍ 3 ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ମାକ୍ରୋନ୍ ଆଜି ମୁମ୍ବାଇ ଯାତ୍ରା କରୁଛନ୍ତି, ଯେଉଁଠାରେ ସେ ଦିଲ୍ଲୀରେ ଚାଲିଥିବା AI ସମ୍ମିଳନୀରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଆଜି ମୁମ୍ବାଇ ଯାତ୍ରା କରିଛନ୍ତି, ଯେଉଁଠାରେ ସେ ମାକ୍ରୋନ୍ଙ୍କ ସହ ସାକ୍ଷାତ କରିବେ। ସରକାରୀ ସୂତ୍ର ଅନୁଯାୟୀ ଦୁଇ ନେତାଙ୍କ ମଧ୍ୟରେ ବୈଠକ ପରେ ପ୍ରତିରକ୍ଷା, ବାଣିଜ୍ୟ, କ୍ଷମତା ବିକାଶ, ସ୍ୱାସ୍ଥ୍ୟ ଏବଂ ଯୋଗାଣ ଶୃଙ୍ଖଳା ଭଳି କ୍ଷେତ୍ର ଉପରେ ଆଲୋଚନା କରିବେ। ଏହା ସହ ପ୍ରାୟ 12ଟି ଚୁକ୍ତି ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ନମ୍ବର 4 ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଟ୍ୱିନ୍ ସିଟିରେ ଘନ କୁହୁଡ଼ି। ସକାଳୁ ସକାଳୁ ଭୁବନେଶ୍ୱରରୁ କଟକରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ପ୍ରବଳ କୁହୁଡ଼ିରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। 50 ମିଟର ପର୍ଯ୍ୟନ୍ତ ଭିଜିବିଲିଟି ଶୂନ୍ୟ ରହିଛି। ରାସ୍ତାଘାଟ ଦିଶୁନଥିବାରୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ଆସନ୍ତା 3 ଦିନ ମଧ୍ୟରେ ପାରଦ 2ରୁ 3 ଡିଗ୍ରୀ ସେଲସିୟସ୍ ବଢ଼ିବା ସମ୍ଭାବନା ରହିଛି। ନମ୍ବର 5 କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମାର୍ଚ୍ଚ 7 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ତେବେ ସେ 2ଟି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ମିଳିଛି। ସୂତ୍ର ଅନୁଯାୟୀ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ କ୍ୟାମ୍ପସରେ ପ୍ରତିଷ୍ଠା ଦିବସ ପାଳନରେ ଯୋଗ ଦେବା ପାଇଁ ସେ କଟକର ମୁଣ୍ଡଲି ଯିବେ। ନମ୍ବର 6 ଆସନ୍ତା ହୋଲି ଏବଂ ଦୋଳଯାତ୍ରା ପର୍ବ ସମାଜରେ ସୁଗମ, ଆରାମଦାୟକ ଏବଂ ଉତ୍ତମ ଯାତ୍ରା ସୁବିଧା ଜାରି ରଖିବା ପାଇଁ ପୂର୍ବତଟ ରେଳପଥ ଏକାଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବା ପାଇଁ ଘୋଷଣା କରିଛି। ଅତିରିକ୍ତ ଯାତ୍ରୀ ଭିଡ଼ ଦୂର କରିବା ଏବଂ ଦେଶର ଗୁରୁତ୍ୱପୂର୍ଣ୍ଣ ଗନ୍ତବ୍ୟ ସ୍ଥଳଗୁଡ଼ିକ ମଧ୍ୟରେ ଅତିରିକ୍ତ ସଂଯୋଗ ପ୍ରଦାନ କରିବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍‌ଗୁଡ଼ିକ ପ୍ରଚଳନ କରାଯାଉଛି। ନମ୍ବର 7 ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ନନ୍ଦନକାନନକୁ ଆସିବେ ଚିତାବାଘ। ପଶୁପ୍ରେମୀଙ୍କ ପାଇଁ ଖୁସି ଖବର, ନନ୍ଦନକାନନକୁ ଆସିବେ ନୂଆ ଅତିଥି। ନନ୍ଦନକାନନ ନିର୍ଦ୍ଦେଶକ ସନତ କୁମାରଙ୍କ କହିବା ଅନୁସାରେ ଖୁବ୍ ଶୀଘ୍ର ଚିଡ଼ିଆଖାନାରେ ଚିତାବାଘ ଦେଖିବାକୁ ମିଳିବେ। ଆଉ ଏବେ ରାଜ୍ୟବାସୀଙ୍କୁ ଚିତାବାଘ ଦେଖିବାକୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଯିବାକୁ ପଡ଼ିବନି। ଦକ୍ଷିଣ ଆଫ୍ରିକାରୁ ଏମାନଙ୍କୁ ଆଣିବା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ନମ୍ବର 8 ସ୍ମୃତି ମନ୍ଦାନାଙ୍କୁ 2025 ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର। BBC ଇଣ୍ଡିଆନ୍ ସ୍ପୋର୍ଟସ୍ ଓମେନ୍ ଅଫ୍ ଦି ଇୟର୍ ପୁରସ୍କାର ବିଜେତା ଘୋଷଣା କରାଯାଇଛି। ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି ମନ୍ଦାନାଙ୍କୁ 2025 ପାଇଁ BBC ଇଣ୍ଡିଆନ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଛି। ମହିଳା ବିଶ୍ୱକପ୍ 2025ରେ ଭାରତର ଐତିହାସିକ ବିଜୟରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା। ନମ୍ବର 9 କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଦିଲ୍ଲୀ ପୁଲିସ 79ତମ ପ୍ରତିଷ୍ଠା ଦିବସ ସମାରୋହକୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଦିଲ୍ଲୀ ପୁଲିସ କମିଶନର ସତୀଶ ଗୋଲଚ୍ଛାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶ୍ରୀ ଶାହା କହିଛନ୍ତି ଯେ ଏହାର ପ୍ରତିଷ୍ଠା ପରଠାରୁ ଆଜି ପର୍ଯ୍ୟନ୍ତ ଦିଲ୍ଲୀ ପୁଲିସ ଶାନ୍ତି, ସେବା ଏବଂ ନ୍ୟାୟ ପ୍ରତି ନିଜର ପ୍ରତିବଦ୍ଧତା ପୂରଣ କରିବାରେ କୌଣସି ପ୍ରୟାସ ଛାଡ଼ିନାହିଁ। ନମ୍ବର 10 ଆଜିଠୁ CBSE ପରୀକ୍ଷା। 26ଟି ଦେଶର 46 ଲକ୍ଷ ପରୀକ୍ଷାର୍ଥୀ, ଓଡ଼ିଶାରେ 1 ଲକ୍ଷରୁ ଅଧିକ ପିଲା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବିଦ୍ୟାଳୟର ଦଶମ ଓ ଦ୍ୱାଦଶ ଶ୍ରେଣୀ ଥିଓରି ପରୀକ୍ଷା ଫେବୃଆରୀ 17 ମଙ୍ଗଳବାରରୁ ଆରମ୍ଭ ହେବାକୁ ଯାଉଛି। ଉଭୟ ଶ୍ରେଣୀର ପରୀକ୍ଷା ପ୍ରତିଦିନ ପୂର୍ବାହ୍ନ 10:30ରେ ରହିଛି। ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ 10 ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ 9 ଯାଏଁ ଚାଲିବ। ନମ୍ବର 11 AI ମହାକୁମ୍ଭ ଆରମ୍ଭ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି।
ଭାରତ ମଣ୍ଡପରେ ଆୟୋଜିତ ବିଶ୍ୱର ସର୍ବବୃହତ୍ ଇଣ୍ଡିଆ ଏଆଇ କମାଣ୍ଡ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଛନ୍ତି। ଚଳିତ ମାସ 20 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆ, ଜାପାନ, ରୁଷ, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଓ ଇଟାଲୀ ଭଳି 13ଟି ଦେଶ ସେମାନଙ୍କ ସ୍ୱତନ୍ତ୍ର ପାଭିଲିୟନ ସ୍ଥାପନ କରିଛନ୍ତି। ନମ୍ବର 12 ଆସନ୍ତାକାଲିଠାରୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେଣୁ ଏଥିପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ସିପି ସୁରେଶ ଦେବଦତ୍ତ ସିଂ ସ୍ଥିତିକୁ ଯାଞ୍ଚ କରିଛନ୍ତି। ଏହା ସହିତ ରିହର୍ସାଲ ସମୟରେ ମଧ୍ୟ ସିପି ଉପସ୍ଥିତ ରହିଥିଲେ। ଡିସିପି ସୁରକ୍ଷା ତଦାରଖ ଦାୟିତ୍ୱରେ ଥିବା ବେଳେ ତାଙ୍କ ଅଧୀନରେ 8 ଜଣ ଅତିରିକ୍ତ ଡିସିପି, 24 ଜଣ ଏସିପି, 27 ଜଣ ଇନ୍ସପେକ୍ଟର ଓ 10 ଜଣ ଏସ୍ଆଇ ଦାୟିତ୍ୱରେ ରହିବେ। ନମ୍ବର 13 ସୁନ୍ଦରଗଡ଼, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଜଙ୍ଗଲ ନ୍ୟାୟ ରୋକିବାକୁ ବନ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। 3 ଜିଲ୍ଲା ଅନ୍ତର୍ଗତ 5 ବନଖଣ୍ଡ ରାଉରକେଲା, ସୁନ୍ଦରଗଡ଼, ଦେବଗଡ଼, ବଣାଇ ଓ କେନ୍ଦୁଝରର 31 ରେଞ୍ଜରେ 50% ନ୍ୟାୟ ରୋକିବାକୁ ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ନମ୍ବର 14 ସହର ଆହାର କେନ୍ଦ୍ର ବଢ଼ିଛି ଅର୍ଥ, ବଦଳୁନି ଖାଦ୍ୟର ମାନ, ତାଗିଦ ପରେ ହଟୁନି 2 ପ୍ରକାରର ଥାଳି ବ୍ୟବସ୍ଥା। ସହରର ଆହାର କେନ୍ଦ୍ର କେତେବେଳେ ଖାଦ୍ୟର ମାନ, ପାଣି ପରିମଳ ଓ ଅନ୍ୟ କେତେବେଳେ 2 ପ୍ରକାର ଥାଳିରେ ଭୋଜନ ପରଷାକୁ ନେଇ ବିବାଦ ଉପୁଜିଛି। ପୂର୍ବରୁ ଆହାର ଥାଳି ପିଛା 20 ଟଙ୍କା ଖର୍ଚ୍ଚ ହେଉଥିଲେ ସରକାର ବହନ କରୁଥିଲେ 15 ଟଙ୍କା। ହିତାଧିକାରୀ ଦେଉଥିଲେ 5 ଟଙ୍କା। ଏବେ ଥାଳି ପିଛା 27 ଟଙ୍କାକୁ ବୃଦ୍ଧି ହୋଇଛି। ନମ୍ବର 15 ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ତାଙ୍କ ଭାରତ ଗସ୍ତ ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି। ଆଜିଠାରୁ ଆରମ୍ଭ ହେଉଥିବା ତାଙ୍କର 3 ଦିନିଆ ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ ପ୍ରତିରକ୍ଷା ସହଯୋଗରେ ଦ୍ରୁତ ଗତିରେ ବଢ଼ୁଥିବା ଘନିଷ୍ଠତା ଫ୍ରାନ୍ସକୁ ଭାରତ ପାଇଁ ନୂଆ ରୁଷ ହେବା ପାଇଁ ଆହ୍ୱାନ ଦେଇଛି। ଏହାର ଅର୍ଥ ହେଉଛି ଯେ ଯେପରି ରୁଷ ଦଶନ୍ଧି ଧରି ଭାରତର ସବୁଠାରୁ ବିଶ୍ୱସ୍ତ ପ୍ରତିରକ୍ଷା ସହଯୋଗୀ ହୋଇ ଆସିଛି, ସେହିପରି ଫ୍ରାନ୍ସ ଏବେ ଦୀର୍ଘକାଳୀନ ଉଚ୍ଚ ପ୍ରଯୁକ୍ତିବିଦ୍ୟା ଓ ନିର୍ଭରଯୋଗ୍ୟ ପ୍ରତିରକ୍ଷା ସହଯୋଗର ଏକ ସ୍ତମ୍ଭ ଭାବରେ ଉଭା ହୋଇଛି। ନମ୍ବର 16 ରାଜ୍ୟକୁ ବର୍ଷାର ସମ୍ଭାବନା, ଓଡ଼ିଶାରେ ଘନ କୁହୁଡ଼ି ନେଇ ସତର୍କତା ଜାରି। ବଢ଼ୁଥିବା ତାପମାତ୍ରା ଭିତରେ ବର୍ଷାର ସାମାନ୍ୟ ଆଶ୍ୱସ୍ତି ଆଣିଦେବ ଫେବୃଆରୀ 17, 18, 19 ତାରିଖରେ 10ଟି ରାଜ୍ୟରେ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି 3 ଦିନ ପଶ୍ଚିମ ହିମାଚଳ ଅଞ୍ଚଳ ଓ ଉଚ୍ଚ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ତୁଷାରପାତ ହେବାର ସମ୍ଭାବନା ରହିଛି। ଉତ୍ତର ପଶ୍ଚିମ ଭାରତର ସମତଳ ଅଞ୍ଚଳରେ ହାଲୁକା ବର୍ଷା ଓ ଘନ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଫେବୃଆରୀ 18 ପର୍ଯ୍ୟନ୍ତ ସକାଳ ସମୟରେ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ମଧ୍ୟ ହୋଇପାରେ। ଯେଉଁ ରାଜ୍ୟଗୁଡ଼ିକ ପାଇଁ ବର୍ଷାର ସତର୍କତା ଜାରି କରାଯାଇଛି ସେଗୁଡ଼ିକ ମଧ୍ୟରେ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ଉତ୍ତରାଖଣ୍ଡ, ଜମ୍ମୁ କାଶ୍ମୀର, ଲଦାଖ, ମଧ୍ୟପ୍ରଦେଶ, ରାଜସ୍ଥାନ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ତାମିଲନାଡୁ ଅନ୍ତର୍ଭୁକ୍ତ। ନମ୍ବର 17 ଭାରତୀୟ କ୍ରିକେଟ ଦଳରୁ ଧମାକାଦାର ପ୍ରତ୍ୟାବର୍ତ୍ତନ କରିଥିବା ଇଶାନ କିଶନ ଏବେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି। 2023 ମସିହା ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର ବ୍ୟବସ୍ଥା ଭିତରେ ରହିଥିବା ଏହି ବାମହାତୀ ଯୁବ ବ୍ୟାଟର ପରବର୍ତ୍ତୀ 2 ବର୍ଷ ବିଭିନ୍ନ କାରଣରୁ ବାହାରେ ବସିଥିଲେ। ଏହା ଭିତରେ ଇଶାନ ନିଜକୁ ସଂକଳ୍ପ, ପ୍ରତିଜ୍ଞା ଓ ଶୃଙ୍ଖଳାର ନୂଆ ସ୍ତରକୁ ନେଇଯିବା ସହ ଫଳପ୍ରଦ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନମ୍ବର 18 ପିଲାଙ୍କ ଭବିଷ୍ୟତ ସହ ଖେଳ, ଘରୋଇ ଶିକ୍ଷାନୁଷ୍ଠାନର ଭୁଲ କାରଣରୁ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ 5 ଜଣ ଛାତ୍ରଛାତ୍ରୀ। ସିବିଏସ୍ଇ 10ମ ଶ୍ରେଣୀ ପରୀକ୍ଷାରୁ ବାଦ ପଡ଼ିଲେ 5 ଛାତ୍ରଛାତ୍ରୀ। ଏହା ହେଉଛି ରାୟଗଡ଼ା ଜିଲ୍ଲା କାଶୀନଗର ସ୍ମାର୍ଟ ସ୍କୁଲର ଘଟଣା। ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଛାତ୍ର ଅଭିଭାବକ। ନମ୍ବର 19 ରାଜ୍ୟ କ୍ୟାବିନେଟ୍ ବୈଠକ, 4ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ରାଜ୍ୟ ବଜେଟକୁ ଅନୁମୋଦନ ଦେଲା କ୍ୟାବିନେଟ୍। ରାଜ୍ୟ କ୍ୟାବିନେଟ୍ର 36ତମ ବୈଠକରେ 3ଟି ବିଭାଗର 5ଟି ପ୍ରସ୍ତାବ ଆଗତ ହୋଇଥିଲା। ସେଥିରୁ 4ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ରାଜ୍ୟ ବଜେଟକୁ ମଧ୍ୟ କ୍ୟାବିନେଟ୍ରେ ଅନୁମୋଦନ ମିଳିଛି, ଯାହା ଶୀଘ୍ର ହିଁ ବିଧାନସଭାରେ ଆଗତ ହେବ। କ୍ୟାବିନେଟ୍ ବୈଠକରେ ଜଳସମ୍ପଦ ଓ ଶ୍ରମ ଇଏସ୍ଆଇ ବିଭାଗ ସମ୍ବନ୍ଧୀୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ନମ୍ବର 20 ଆଜିର ସୁନା ରୂପା ଦର, ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର।
ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର। ଆଜି ଭାରତୀୟ ବଜାରରେ 24 କ୍ୟାରେଟର ସୁନାର ମୂଲ୍ୟ 1,56,440 ଟଙ୍କା ରହିଛି। ସେହିପରି 22 କ୍ୟାରେଟର ସୁନା ଦର 1,43,400 ଟଙ୍କା ରହିଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପିଛା 1,56,440 ଟଙ୍କା ରହିଥିବା ବେଳେ 22 କ୍ୟାରେଟ ସୁନାର ମୂଲ୍ୟ 1,43,400 ଟଙ୍କାକୁ ପହଞ୍ଚିଛି। ସେହିପରି ମୁମ୍ବାଇରେ 24 କ୍ୟାରେଟର ମୂଲ୍ୟ 1,56,440 ଟଙ୍କା ଓ 22 କ୍ୟାରେଟର ମୂଲ୍ୟ 1,43,400 ଟଙ୍କା ରହିଛି।